ହ୍ୟାଲୋ ସାଙ୍ଗମାନେ, ଆଉ ଜୟ ଜଗନ୍ନାଥ। ଜଗନ୍ନାଥ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ଆମ ଜାଗର ସେଠି ମାନେ ଆମର ମୋ ସାଙ୍ଗ ଘର ପାଖରେ ସେଇଟା ହେଇଥିଲା। ମୁଁ ଯାଇଥିଲି ଆଉ ଦୀପ ବି ଜଳେଇ ଦେଇଛି। ଏବେ ସେଠି ପୂର୍ଣ୍ଣାହୁତି ହେଉଥିଲା। ବାସୁଦେବଙ୍କ ମାନେ ନୂଆ ହେଇଥିଲା ବୋଲି ତାଙ୍କୁ ପୂଜା କରାଯାଉଥିଲା, ପୂର୍ଣ୍ଣାହୁତି ହେଇଥିଲା। ଆଉ ବହୁତ ସୁନ୍ଦର ଭାବେ ହେଇଛି, ଆପଣମାନେ ଦେଖନ୍ତୁ। ଯଦି ଭିଡ଼ିଓଟା ଭଲ ଲାଗିଲା ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ କେତେ ବଡ଼ ହେଇଛି ସେ ମୂର୍ତ୍ତିଟା, ଆଉ ବହୁତ ସୁନ୍ଦର ଭାବେ ପୂଜା ହେଉଥିଲା। ଏଇଠି ନଡ଼ିଆ ଅଗ୍ନିକୁ ଅର୍ପଣ କରାହେଉଛି। ଦେଖନ୍ତୁ ଆମେ ସେଠି ଜାଗର ଦୀପ ଜାଳି ତାପରେ ପୂର୍ଣ୍ଣାହୁତି ଦେଖି ଆସିଲୁ। ଆଉ ଘରେ ମୁଁ ଆସିକିରି କ'ଣ ଖାଇଲି ଆପଣମାନଙ୍କୁ ନିହାତି କହିବି। ଆପଣମାନେ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲ ବୁଲି ଆସିବା, ଯଜ୍ଞ କେମିତି ହେଉଛି ଆପଣମାନେ ନିହାତି ଦେଖନ୍ତୁ। ଆମେ ସମସ୍ତେ ମିଶିକିରି ଯାଇଥିଲୁ। ସେ ସାଙ୍ଗ ବି ସେଠି ଥିଲା, ତାଙ୍କ ଘର ସେଠି। ଆମେ ସବୁ ଦେଖି ରାତି 11ଟାରେ ଫେରିଲୁ। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବେ ସଜା ହେଇଛି। ଏଇଟା ଏଣ୍ଟ୍ରି, ଯେଉଁଠି ଆମେ ଏଣ୍ଟ୍ରି କଲୁ। ଆଉ ବହୁତ ହି ସୁନ୍ଦର ହେଇଥିଲା ଡେକୋରେସନ୍। ଦେଖନ୍ତୁ କେତେ ସୁନ୍ଦର ଭାବେ ହେଇଛି। ପ୍ଲିଜ୍ ଚ୍ୟାନେଲ୍ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଆଉ ଆମେ ଏଠି ପୁଷ୍ପାଞ୍ଜଳି ବି ଦେଇଥିଲୁ। ଦେଖନ୍ତୁ କେମିତି ଘିଅ ଯଜ୍ଞଟି ଢଳା ହେଉଛି, ଆଉ ଆଳତି ହେଲା। ସବୁ ଆମେ ଦେଖିକିରି ଆସିଲୁ। ଆଉ ବହୁତ ସୁନ୍ଦର ଭାବେ ସବୁ ହେଇଥିଲା। ଆଉ ଦୀପ ମହାଦୀପ ବି ଉଠିଥିଲା। ଦେଖନ୍ତୁ ଏଇଠି ଗୋଟେ ବଡ଼ ଦୀପ ନନା ଧରିଛନ୍ତି, ଆଉ ସେ ସେଠି ଉପରେ ରଖିବେ। ଆଉ ଆମେ ଲିଙ୍ଗରାଜ ତ ଯାଇନଥିଲୁ, ଏଇଠିକି ପଳେଇ ଆସିଥିଲୁ। ଆଉ ବହୁତ ସୁନ୍ଦର ହେଇଥିଲା, ମୋତେ ବି ବହୁତ ଭଲ ଲାଗିଲା। ଆପଣମାନଙ୍କୁ କେମିତି ଲାଗିଲା ନିହାତି କମେଣ୍ଟ କରିବେ। ଆପଣମାନେ କେଉଁଠି ଯଜ୍ଞ ସବୁ ଯାଇଥିଲେ ନିହାତି କମେଣ୍ଟ କରି କହିବେ। ଆଉ ଦୀପ ଦେଖୁଛନ୍ତି କେତେ ବଡ଼ ଦୀପ। ଠାକୁରଙ୍କଠି ରଖିବ। ଇଏ ଗୋଟା ମାନେ ଏତେ ସୁନ୍ଦର ଲାଗେ ଏ ଦୃଶ୍ୟ ଦେଖିବାକୁ। ମୋତେ ତ ବହୁତ ଭଲ ଲାଗେ। ଆପଣମାନଙ୍କୁ କେମିତି ଲାଗେ ନିହାତି କମେଣ୍ଟ କରି କହିବେ। ଆଉ ଆମର ତ ପୂଜା ଏମିତି କଟିଲା। ଆଉ ପ୍ରସାଦ ସେଠି ହେଉଥିଲା ଯେ, ହେଲେ ମୁଁ ଖାଇନି। ମୁଁ ଶାଗୁ ଆସିକିରି ଘରେ ହିଁ ଖାଇଥିଲି। କେମିତି ପ୍ରିପେୟାର କରିବି ଚାଲ ଦେଖିବା। ମୁଁ ଶାଗୁ ଭେଦେଇ ଦେଇଥିଲି ଗହ କଲା ପୂର୍ବରୁ। ଦେଖନ୍ତୁ ପଣା କରିଦେଇଥିଲି ପୁରା ଆସିକିରି, ତାପରେ ଖାଇଲି। ସବୁ କାଟି କୁଟି ଦେଇ ଯାଇଥିଲି। ଆଉ ଶାଗୁ ମୁଁ ସକାଳୁ ହିଁ ଭେଦେଇ ଦେଇଥିଲି। ଏବେ ମିକ୍ସି ଗ୍ରାଇଣ୍ଡର ନେବା, ଶାଗୁ ପକାଇଦେବା, ତା ଦେହରେ ଅଧା ଶାଗୁ ରଖିଦେବା। ତାପରେ କଦଳୀ ଦହି ପକାଇ ଦେଇଛି ହେଲେ, ଆଉ ଏଇଟା ଫ୍ରେଶ୍ ଦହି। ତା ଦେହରେ ଯେଉଁ ସାବୁଦାନା ରଖିଥିଲେ ତାକୁ, ଛେନା ଆପଣ ଚାହିଁଲେ ପକାଇ ପାରିବେ, ଆପଣଙ୍କ ଇଚ୍ଛା। ନଡ଼ିଆ, କଦଳୀ, ଆଉ ଲେମ୍ବୁ, ତାପରେ ଆପେଲ୍, ଅଙ୍ଗୁର, ଡାଳିମ୍ବ, କାଜୁ, ତାପରେ ଗୋଲମରିଚ ଗୁଣ୍ଡ, ଅଦା ଛେଚି ଦେଇଥିଲି। ତା ଦେହରେ ପାଣି ପକାଇ ଦେଇଥିଲି। ଆପଣ ଚାହିଁଲେ କ୍ଷୀର ବି ଦେଇପାରିବେ, କାହିଁକି ମୁଁ ଦହି ଦେଇଥିଲି ତ। ଆଉ ଦେଖନ୍ତୁ ପ୍ରିପେୟାର ହେଇଗଲାଣି।